ଏଥର ଭୁଲ ସମୟରେ ରାକ୍ଷୀ ବାନ୍ଧିଲେ ଭାଇର ହେବ ଅକାଳ ମୃତ୍ୟୁ। ଜାଣନ୍ତୁ ସଠିକ ସମୟ। ଦର୍ଶକ ବନ୍ଧୁ, ରକ୍ଷାବନ୍ଧନ ହିନ୍ଦୁ ଧର୍ମର ଏକ ମହତ୍ତ୍ୱପୂର୍ଣ୍ଣ ପରମ୍ପରା। ଭାଇ ଭଉଣୀଙ୍କ ସମ୍ପର୍କର ସେତୁ ରାକ୍ଷୀ ବୋଲି ଧରାଯାଇଥାଏ। ଏହି ଦିନ ଭଉଣୀ ଭାଇଙ୍କୁ ରାକ୍ଷୀ ବାନ୍ଧି ତାର ସୁରକ୍ଷାର ପ୍ରତିଜ୍ଞା ମାଗିଥାଏ। ଭାଇ ମଧ୍ୟ ପ୍ରତିଜ୍ଞା ରକ୍ଷା କରିବାକୁ କଥା ଦିଏ। ଏହି ପର୍ବ ସାରା ଭାରତରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଚଳିତ ବର୍ଷ ଅଗଷ୍ଟ 19 ତାରିଖରେ ପଡ଼ୁଛି ରକ୍ଷାବନ୍ଧନ। ଏହି ବର୍ଷ ପ୍ରାୟ 90 ବର୍ଷ ପରେ ରକ୍ଷାବନ୍ଧନରେ 4ଟି ଶୁଭ ମହାଯୋଗ ଘଟିଛି। ଏହି ସଂଯୋଗ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ। ସ୍ୱାର୍ଥସିଦ୍ଧ ଯୋଗ। ଏହି ସ୍ୱାର୍ଥସିଦ୍ଧ ଯୋଗ ଶୁଭ କାର୍ଯ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ଏବଂ ଅଗଷ୍ଟ 19 ତାରିଖ ସକାଳ ସମୟରୁ ରାତି 8ଟା 40 ପର୍ଯ୍ୟନ୍ତ ରହିଛି। ରବି ଯୋଗ। ଶୁଭ କାର୍ଯ୍ୟ ପାଇଁ ରବି ଯୋଗ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ଦର୍ଶକ ବନ୍ଧୁ, ଶୋଭନ ଯୋଗ। ଏହି ଶୋଭନ ଯୋଗ ଶୁଭ ଏବଂ ସୁନ୍ଦରତାର ପ୍ରତୀକ। ଶ୍ରାବଣ ନକ୍ଷତ୍ର ଶୁଭ କାର୍ଯ୍ୟ ପାଇଁ ଏହି ନକ୍ଷତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣଚନ୍ଦ୍ର ଦିନ ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଥାଏ। ଦର୍ଶକ ବନ୍ଧୁ, ଏହି ଦିନ ଭଦ୍ରାକାଳ ମଧ୍ୟ ରହିଛି, ଯାହାକି ରାକ୍ଷୀ ବାନ୍ଧିବା ପାଇଁ ଶୁଭ ସମୟ ନୁହେଁ। ଏହାକୁ ଏଡ଼ାଇବା ପାଇଁ ନିର୍ମୁକ୍ତ ସମୟରେ ରାକ୍ଷୀ ବାନ୍ଧିବା ଭଲ। ଭଦ୍ରାକାଳ ଅଗଷ୍ଟ 18 ତାରିଖ ସକାଳ 2ଟା 21ରୁ ଅଗଷ୍ଟ 19 ତାରିଖ ଦ୍ୱିପହର 1ଟା 24 ପର୍ଯ୍ୟନ୍ତ ରହିଛି। ରାକ୍ଷୀ ବାନ୍ଧିବା ପାଇଁ ଶୁଭ ସମୟ 19 ଅଗଷ୍ଟ ଦ୍ୱିପହର 1ଟା 26 ଘଣ୍ଟା 6 ଘଣ୍ଟା 25 ମିନିଟ୍ ମଧ୍ୟ ଉଚିତ। ନମସ୍କାର।